ବନ୍ଧୁଗଣ, ଶାସ୍ତ୍ର ଏକ ଗଭୀର ସତ୍ୟ କହେ, ଏକ ସନ୍ତାନ ଭଲ ମଣିଷ ହେବ କି ଖରାପ ମଣିଷ ହେବ ତାହାର ପ୍ରଥମ ନିଷ୍ପତ୍ତି ହୁଏ କେଉଁଠି? ସ୍କୁଲରେ ନୁହେଁ କି ସମାଜରେ ମଧ୍ୟ ନୁହେଁ। ସେ ନିଷ୍ପତ୍ତି ହୁଏ ମା'ର କୋଳରେ। ହଁ, ଏକ ମା ଚାହିଁଲେ ସନ୍ତାନକୁ ମହାନ କରିପାରନ୍ତି, ଆଉ ଅଜାଣତେ ତାଙ୍କ ଭବିଷ୍ୟତ ନଷ୍ଟ ମଧ୍ୟ କରିଦେଇପାରନ୍ତି। ତେବେ ଆସନ୍ତୁ ମୋର ଗୁରୁଙ୍କୁ ସ୍ମରଣ କରି ଆରମ୍ଭ କରିବା ଏହି ବିଷୟଟି। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ମୋର, ପରମ ଆରାଧ୍ୟା ଜଗଜ୍ଜନନୀ ଶ୍ରୀ ଶ୍ରୀ ବଡ଼ମା ମୋର, ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡ଼ଦା ମୋର, ପୂଜ୍ୟପାଦ ଆଚାର୍ଯ୍ୟ ଦେବ ମୋର, ସଭିଙ୍କର ଆତୁଳ ଶ୍ରୀଚରଣରେ କୋଟି କୋଟି ଅନନ୍ତ କୋଟି ପ୍ରଣାମ ନିବେଦନ କରେ ଓ ମୋର ଏହି ଭିଡ଼ିଓ ଦେଖୁଥିବା ସମସ୍ତ ଇଷ୍ଟପ୍ରାଣ ଗୁରୁଭ୍ରାତା ଭକ୍ତିମୟୀ ମା'ମାନଙ୍କୁ ମୋର ଅନ୍ତରରୁ ଶ୍ରଦ୍ଧା ପ୍ରୀତି ରାନନ୍ଦିତ ଜୟଗୁରୁ ଭଲ ପାଇବା ଓ ପ୍ରଣାମ ନିବେଦନ କରେ। ସବୁଦିନେ ଏମିତି ଆତ୍ମିକ କଥା ଶୁଣିବା ପାଇଁ ଆମର ଏହି ଛୋଟ ପ୍ରୟାସ ଜୟଗୁରୁ ପ୍ରାର୍ଥନା ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଭଲ ଲାଗିଲେ ନିଜ ପ୍ରିୟଜନଙ୍କ ସହିତ ନିଶ୍ଚୟ ସେୟାର କରନ୍ତୁ। ବନ୍ଧୁଗଣ, ଆଜିର ବିଷୟ ଏମିତି ଯାହା ପ୍ରତ୍ୟେକ ଘର, ପ୍ରତ୍ୟେକ ମା ଓ ପ୍ରତ୍ୟେକ ସନ୍ତାନଙ୍କ ସହ ଜଡ଼ିତ। ସନ୍ତାନର ଚରିତ୍ର ଗଠନରେ ମା'ର ଦାୟିତ୍ୱ କିପରି ହେବା ଉଚିତ। ଏହି ସଂସାରରେ ଅନେକ ଗୁରୁ ଅଛନ୍ତି, ଅନେକ ଶିକ୍ଷକ ବି ଅଛନ୍ତି, ଅନେକ ପୁସ୍ତକ ବି ଅଛି, କିନ୍ତୁ ଏକ ଶିଶୁର ପ୍ରଥମ ଶିକ୍ଷକ କିଏ? ସେଇଠାରେ ମା'ର ଗୁରୁତ୍ୱ କେତେ? ଯେତେବେଳେ ଶିଶୁ କଥା କହିବା ଶିଖୁନି, ସେତେବେଳେ ସେ ମା'ର ମୁହଁକୁ ଦେଖି ଭାବ ବୁଝିଥାଏ। ଯେତେବେଳେ ଶିଶୁ ଚାଲିବା ଶିଖୁନି, ସେତେବେଳେ ସେ ମା'ର ଆଙ୍ଗୁଠି ଧରି ଦୁନିଆକୁ ଚିହ୍ନିଥାଏ। ଏହି କାରଣରୁ କୁହାଯାଏ, ଘର ହେଉଛି ପ୍ରଥମ ବିଦ୍ୟାଳୟ, ମା ହେଉଛନ୍ତି ପ୍ରଥମ ଗୁରୁ, ମା ହେଉଛନ୍ତି ଚରିତ୍ରର ଶିଳ୍ପୀ। ଏକ ଶିଳ୍ପୀ ଯେପରି ମାଟିକୁ ଗଢ଼ି ସୁନ୍ଦର ମୂର୍ତ୍ତି ତିଆରି କରେ, ସେପରି ମା ଶିଶୁର ମନକୁ ଗଢ଼ି ଏକ ଉତ୍କୃଷ୍ଟ ମାନବ ତିଆରି କରନ୍ତି। ଶିଶୁ ଜନ୍ମ ସମୟରେ କୌଣସି ଦୋଷ, କୌଣସି ଗୁଣ ନେଇ ଆସେନି ବନ୍ଧୁଗଣ। ତାଙ୍କ ଚାରିପାଖର ପରିବେଶ, ମା'ର ଆଚରଣ, ମା'ର ଶବ୍ଦ, ସେଇ ସବୁ ମିଶି ଗଢ଼େ ତାଙ୍କର ଚରିତ୍ର। ଯଦି ମା ଶାନ୍ତ, ସତ୍ୟବାଦୀ, ଧାର୍ମିକ ଓ କରୁଣାମୟୀ, ତେବେ ଶିଶୁ ମଧ୍ୟ ସେଇ ଗୁଣ ଅଧିଗତ କରିଥାଏ। ଯଦି ମା ସବୁବେଳେ କ୍ରୋଧାନ୍ୱିତ, ନିନ୍ଦା ଓ ଅସତ୍ୟରେ ଲିପ୍ତ, ଶିଶୁର ମନ ମଧ୍ୟ ସେହିପରି ଗଢ଼ି ହୋଇଯାଏ। ମା'ର ଆଚରଣ ଶିଶୁର ପ୍ରତିବିମ୍ବ। ଶିଶୁ କଥା ଶୁଣି ଶିଖୁନି, ସେ ଦେଖି ଶିଖେ। ମା ଯଦି ଘରେ ବଡ଼ମାନଙ୍କୁ ସମ୍ମାନ କରନ୍ତି, ଶିଶୁ ମଧ୍ୟ ସମ୍ମାନ କରି ଶିଖିବ। ମା ଯଦି ଦରିଦ୍ରକୁ ଦେଖି କରୁଣା ଦାନ କରି ଶିଖାନ୍ତି, ତେବେ ଶିଶୁର ହୃଦୟରେ ଦୟା ଜାଗିବ। ମା ଯଦି ପ୍ରତିଦିନ ପ୍ରଭୁଙ୍କର ନାମ ସ୍ମରଣ କରି ଦିନ ଆରମ୍ଭ କରନ୍ତି, ଶିଶୁର ମନରେ ଭକ୍ତିର ବୀଜ ରୋପିତ ହେବ। ଏହିପରି ନାରୀର ନୀତି କୁହେ, ମା ଯେପରି ସନ୍ତାନ ହୁଏ ସେପରି। ଗର୍ଭ ଅବସ୍ଥାରୁ ଆରମ୍ଭ ହୁଏ ଚରିତ୍ର ଗଠନ। ଆମ ପୁରାଣରେ ଏକ ଅଦ୍ଭୁତ ଘଟଣା ଅଛି ବନ୍ଧୁଗଣ। ଅଭିମନ୍ୟୁ ଗର୍ଭରେ ଥିଲାବେଳେ ଚକ୍ରବ୍ୟୂହ ଭେଦ କରିବା ଶିଖିଥିଲେ। ଏହା ଆମକୁ କ'ଣ ଶିଖାଏ? ମା'ର ଚିନ୍ତା, ମା'ର ଶୁଣା କଥା, ମା'ର ଭାବନା ସବୁକିଛି ଗର୍ଭସ୍ଥ ଶିଶୁର ମନରେ ପ୍ରଭାବ ପକାଏ। ତେଣୁ ଗର୍ଭାବସ୍ଥାରେ ମା ଯଦି ପବିତ୍ର ଭାବନା ରଖନ୍ତି, ଭଲ ପୁସ୍ତକ ପଢ଼ନ୍ତି, ନାମ ଜପ କରନ୍ତି, ଶିଶୁ ଭିତରୁ ଶୁଭ ଗୁଣ ନେଇ ଜନ୍ମ ନେବ। ମା ହେଉଛନ୍ତି ସେହି ଭକ୍ତିର ପ୍ରଥମ ଦୀପ। ପ୍ରହ୍ଲାଦ ଛୋଟବେଳରୁ ଭଗବାନଙ୍କ ଭକ୍ତ ଥିଲେ। ତାଙ୍କର ମା ଗର୍ଭାବସ୍ଥାରେ ମହାମୁନିଙ୍କ ଆଶ୍ରମରେ ଭକ୍ତିମୟ କଥା ଶୁଣୁଥିଲେ ବୋଲି। ଏହି କାରଣରୁ ଭକ୍ତ ପ୍ରହ୍ଲାଦଙ୍କ ମନରେ ଭକ୍ତି ଜନ୍ମିଥିଲା।
ଏହା ଆଜି ପ୍ରମାଣ କରେ ମା ଯଦି ଆତ୍ମିକ ଓ ଧାର୍ମିକ ହୋଇଥାନ୍ତି, ସନ୍ତାନର ମନରେ ଭକ୍ତିର ଦୀପ ଆପେ ଆପେ ପ୍ରଜ୍ୱଳିତ ହୋଇଯାଏ। ମାର ଅତ୍ୟଧିକ ମମତା ଭବିଷ୍ୟତ ପାଇଁ ବିପଦ। ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ଆସେ। ମା ଯଦି ଅତ୍ୟଧିକ ଆଦରରେ ଶିଶୁକୁ ଅନୁଶାସନ ବିହୀନ କରନ୍ତି, ତେବେ ସେହି ମମତା ଆଗକୁ ଅଶୁଭ ଫଳ ଦେଇପାରେ। ଉଦାହରଣ, ଦୁର୍ଯ୍ୟୋଧନଙ୍କର ଜୀବନର କାହାଣୀ ଦେଖନ୍ତୁ। ତାଙ୍କ ମାତା ଗାନ୍ଧାରୀ ଅନେକ ସମୟରେ ପୁଅଙ୍କ ଦୋଷକୁ ଅଣଦେଖା କରିଥିଲେ। ଫଳ କ'ଣ ହେଲା? ଅନ୍ୟାୟର ପଥରେ ଚାଲିଲେ ସମଗ୍ର ବଂଶର ନାଶ ହେଲା। ତେଣୁ ମାଙ୍କ ଦାୟିତ୍ୱ ହେଉଛି ମମତା ସହିତ ଅନୁଶାସନ ମଧ୍ୟ ଦେବା, ସତ୍ୟ, ନୀତି ଓ ଧର୍ମ ଶିଖାଇବା। ଏକ ମା ଯଦି ଛୋଟ ଦିନରୁ ସତ୍ୟ କହିବା ଶିଖାନ୍ତି, ତାହେଲେ ଶିଶୁ ଜୀବନରେ କେବେ ପଥଭ୍ରଷ୍ଟ ହେବ ନାହିଁ। ଯଦି ମା କୁହନ୍ତି ଅନ୍ୟର ଅଧିକାରକୁ କେବେ ଛିଣ୍ଡାଇବୁନି, ଅସତ୍ୟ କହିଲେ ମନ ଅଶାନ୍ତ ହୁଏ, ବଡ଼ମାନଙ୍କୁ ସମ୍ମାନ କରିବୁ, ତେବେ ଏହି ମନ୍ତ୍ରଗୁଡ଼ିକ ଶିଶୁର ଜୀବନର ଭିତ୍ତିଭୂମି ହେବ। ମା ତ୍ୟାଗ ଓ ସହନଶୀଳତାର ପ୍ରତୀକ। ମା ସଦା ନିଜ ସୁଖ ତ୍ୟାଗ କରି ସନ୍ତାନର ଭବିଷ୍ୟତ ଗଢ଼ନ୍ତି। ଏକ ମା ରାତି ରାତି ଜାଗ୍ରତ ରହି ଶିଶୁଙ୍କୁ ଦେଖନ୍ତି, ନିଜ ଆଶା ଆସକ୍ତି ଛାଡ଼ି ସନ୍ତାନର ଆଶା ପୂରଣ କରନ୍ତି। ଏହି ତ୍ୟାଗ ଓ ସହନଶୀଳତା ଦେଖି ଶିଶୁ ମଧ୍ୟ ସେଇଆ ଶିଖେ। ଜୀବନ କେବଳ ନିଜ ପାଇଁ ନୁହେଁ, ଅନ୍ୟ ପାଇଁ ମଧ୍ୟ। ଶ୍ରୀ ଶ୍ରୀ ଠାକୁରଙ୍କ ଭାବଧାରାରେ ଆଧୁନିକ ଯୁଗରେ ମାଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ଆଜିର ଯୁଗରେ ମୋବାଇଲ, ଇଣ୍ଟରନେଟ, ଅସାଧୁତା ସଙ୍ଗ ଶିଶୁମାନଙ୍କୁ ପଥଭ୍ରଷ୍ଟ କରିଦେବାକୁ ଅତି ସହଜ ସରଳ। ଏଠାରେ ମାଙ୍କ ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ। ଶିଶୁମାନଙ୍କୁ ପଥଭ୍ରଷ୍ଟ କରିବା ପାଇଁ ଅଧିକ ପ୍ରଭାବଶାଳୀ। ଏଠାରେ ମାଙ୍କ ଭୂମିକା ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ। ମା ଯଦି ସନ୍ତାନଙ୍କ ସହ ମିତ୍ରତା ନ ଗଢ଼ନ୍ତି, ତାହେଲେ ସବୁ ନଷ୍ଟ ହୋଇଯିବ। ମା ଯଦି ସେହି ସନ୍ତାନଙ୍କ ସହ ମିତ୍ରତା ଗଢ଼ନ୍ତି, ତାଙ୍କ ମନର କଥାକୁ ସମୟ ଦେଇ ଶୁଣନ୍ତି, ତେବେ ସନ୍ତାନ କେବେ ପଥଭ୍ରଷ୍ଟ ହେବ ନାହିଁ କି କୁପଥରେ ଯିବ ନାହିଁ। ମା ହେଉଛି ସମାଜର ମୂଳ ଶକ୍ତି। ଏକ ଭଲ ମା ଗଢ଼ନ୍ତି ଏକ ଭଲ ସନ୍ତାନ। ଏକ ଭଲ ସନ୍ତାନ ଗଢ଼େ ଏକ ଭଲ ପରିବାର। ଏକ ଭଲ ପରିବାର ଗଢ଼େ ଏକ ଭଲ ସମାଜ। ତେଣୁ ଶ୍ରୀ ଶ୍ରୀ ଠାକୁର ତାଙ୍କର ନାରୀର ନୀତି ଗ୍ରନ୍ଥରେ କହୁଛନ୍ତି, ମାଙ୍କ ହାତରେ ଦେଶର ଭବିଷ୍ୟତ। ମାଙ୍କ ପାଇଁ କିଛି ଆବଶ୍ୟକ ନୀତି। ଘରେ ସତ୍ୟ ଓ ଶାନ୍ତିର ପରିବେଶ ତିଆରି କରନ୍ତୁ। ପ୍ରତିଦିନ ସକାଳ ସଞ୍ଜରେ ପ୍ରଭୁଙ୍କ ନାମ ନେଇ ସନ୍ତାନକୁ ବସାନ୍ତୁ। ଭଲ ପୁସ୍ତକ ପଢ଼ିବା ଅଭ୍ୟାସ କରନ୍ତୁ। ପିଲାଙ୍କୁ ମଧ୍ୟ ଭଲ ପୁସ୍ତକ ପଢ଼ିବାର ଅଭ୍ୟାସ ଦିଅନ୍ତୁ। ପିଲାଟି ଯଦି ଭୁଲ କରେ, ତାକୁ ପ୍ରେମର ସହିତ ବୁଝାନ୍ତୁ। ନିଜେ ଯାହା ଶିଖାଇବେ, ପ୍ରଥମେ ତାହା ନିଜେ ପାଳନ କରି ପିଲାଙ୍କୁ ଦେଖାନ୍ତୁ। ମା କେବଳ ଜନ୍ମ ଦେଇନଥାନ୍ତି, ସେ ତାକୁ ଗଢ଼ନ୍ତି। ଏକ ଚରିତ୍ର, ଏକ ମାନବ, ଏକ ସୁନ୍ଦର ଭବିଷ୍ୟତ। ଯଦି ମା ଶକ୍ତିଶାଳୀ, ଧାର୍ମିକ ଓ ନୀତିମୟୀ, ତାହେଲେ ସମାଜ ଆପେ ଆପେ ଶକ୍ତିଶାଳୀ ହେବ। ତେଣୁ ପ୍ରତ୍ୟେକ ମାଆକୁ ମୋର ନମନ। ଆପଣମାନେ କେବଳ ଘରର ଲକ୍ଷ୍ମୀ ନୁହନ୍ତି, ଆପଣମାନେ ଭବିଷ୍ୟତର ନିର୍ମାତା। ଶ୍ରୀ ଶ୍ରୀ ଠାକୁର କହିଲେ ନାରୀର ନୀତି ଗ୍ରନ୍ଥରେ, ପିଲାମାନଙ୍କର ବୋଧର ସୀମା ମାର ଯଦି ନଖ ଦର୍ପଣରେ ନଥାଏ, କ'ଣ ସେ ପସନ୍ଦ କରେ, କିପରି କଥାରେ ଭୟ କରେ, କ'ଣ ସେ କିପରି ଚାଲିଚଳନ କରେ, କିପରି ଅବସ୍ଥାରେ ଆତଙ୍କିତ ହୁଏ, ଏସବୁ କିପରି ଭାବେ କେମିତି ହୁଏ, କିପରି ଭାବେ ତା ଭିତରେ ସନ୍ଦେହ ଓ ବିଶ୍ୱାସ ସୃଷ୍ଟି କରାଯାଇପାରେ, ଇତ୍ୟାଦି ଇତ୍ୟାଦି ପ୍ରୟୋଜନାନୁସାରେ ପ୍ରୟୋଗ କରିବା ହୋଇ ଉଠେ ନା। ଶ୍ରୀ ଶ୍ରୀ ଠାକୁର କହିଲେ ନାରୀର ନୀତି ଗ୍ରନ୍ଥରେ,
ପିଲାମାନଙ୍କର ବୋଧର ସୀମା ମାର ଯଦି ନଖ ଦର୍ପଣରେ ନଥାଏ, କ'ଣ ସେ ପସନ୍ଦ କରେ, କିପରି କଥାରେ ଭୟ କରେ, ଆତଙ୍କିତ ହୁଏ କିପରି ଭାବେ ତା ଭିତରେ ସନ୍ଦେହ ବା ବିଶ୍ୱାସ ସୃଷ୍ଟି କରାଯାଇପାରେ ଇତ୍ୟାଦି ପ୍ରୟୋଜନ ଅନୁସାରେ ପ୍ରୟୋଗ କରିବା ହୋଇ ଉଠେ ନା। ଆଉ ବୋଧର ମାପକାଠି ହାତରେ ଥିଲେ ଅତି ସହଜରେ ହିଁ ଏ ସମସ୍ତ ସମ୍ଭବ ହୋଇ ଶିଶୁ ବା ପିଲାକୁ ଭବିଷ୍ୟତ ବିପଦ ହାତରୁ ଅନେକ ସହଜରେ ହିଁ ରକ୍ଷା କରାଯାଇପାରେ। ତେବେ ତୁମର ସନ୍ତାନକୁ ସବୁ ସମୟରେ ନଜରରେ ଓ ହିସାବରେ ରଖ। ହଁ ବନ୍ଧୁଗଣ, ଆଜିର ଏହି ଅମୂଲ୍ୟ ଗ୍ରନ୍ଥର ଅମୂଲ୍ୟ କଥା ଆମମାନଙ୍କର ସମାଜ ଗଢ଼ିବାରେ ଅତ୍ୟନ୍ତ ଉପଯୋଗୀ। ପ୍ରତ୍ୟେକଟି ମା'ମାନଙ୍କୁ ବିଶେଷ ଅନୁରୋଧ, ପାରିବେ ତ ଆମର ଏହି ଛୋଟିଆ ପ୍ରୟାସ ଚ୍ୟାନେଲରେ ନାରୀର ନୀତି ଗ୍ରନ୍ଥର ପ୍ରତ୍ୟେକଟି ଅମୀୟ ବାଣୀକୁ ସହଜ ସରଳ ଭାବରେ ବୁଝାଇବାକୁ ଚେଷ୍ଟା କରୁଛୁ। ଟିକିଏ ସମୟ ଦେଇ ଶୁଣିପାରିଲେ ଆମେ କୃତାର୍ଥ ହେବୁ, ଆଉ ସମାଜ ମଧ୍ୟ ଉନ୍ନତି ଆଡ଼କୁ ଆଗେଇବ। ତେବେ ଆଜିର ଏହି ବିଷୟଟି ଆପଣମାନଙ୍କୁ ଭଲ ଲାଗିଥିଲେ ଲାଇକ୍ଟିଏ କରନ୍ତୁ, କମେଣ୍ଟ ସେକ୍ସନରେ ଜୟଗୁରୁ ଲେଖି ଜଣାନ୍ତୁ। ଏପର୍ଯ୍ୟନ୍ତ ଯଦି ଜୟଗୁରୁ ପ୍ରାର୍ଥନା ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଶୀଘ୍ର ସବସ୍କ୍ରାଇବ୍ କରିଦିଅନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନର ଅଲ୍ ବଟନକୁ ଦବାନ୍ତୁ, ତାକି କାଲି ଠିକ୍ ଏହି ସମୟରେ ଆଉ ଏକ ସୁନ୍ଦର ଶିକ୍ଷଣୀୟ ବିଷୟଟିଏ ନେଇ ଆସିବୁ। ସେ ପର୍ଯ୍ୟନ୍ତ ରହୁଛୁ। ଜୟ ଗୁରୁ, ବନ୍ଦେ ପୁରୁଷୋତ୍ତମ।